हेलो पिलाने केमिति अछ आशा करुच्ची तुम सब भले थी पढ़ापढ़ी ठीक ठाक चलती आस आज आम 25 इंपोर्टाट क्वेश्चन की डिस्कसन करवा जहाँकि तुम हाफिली परीक्षा आसबार संभावना अच्छी तुम चल आ डेरी नक आमर प्रथम क्वेश्चन टाक डिस्कसन करना प्रथम क्वेश्चन कौन दी देख ना फेर सल्फेट स्फटिक को गरम कले जो रोहित बादामी रंगर अवक्षेपटा सृष्टि होता है ସେଇଟା कौन बोली से तुमको पचारुच्छी देन देख आमर FeSO4 स्फटिक FeSO4 स्फटिक कौन ना FeSO4.7H2O এটা হচ্ছে কଣ ଫେରସ୍ ସଲଫେଟ୍ ସ୍ଫଟିକ ଆକୁ ଯେତେବେଳେ ଆମେ ଉତ୍ତପ୍ତ କରିବା ହିଟ୍ ଦବା ଆକୁ ଯେତେବେଳେ ଆମେ କଣ କରିବା ଉତ୍ତପ୍ତ କରିବା ତ ଆମକୁ ଦବ କଣ ନା FeSO4 ଫେରସ୍ ସଲଫେଟ୍ ଆମକୁ ଦବ ତ ଫେରସ୍ ସଲଫେଟ୍ ହଉଛି କଣ ନା ହଉଛି ଆମର ଲୋହିତ ବାଦାମ ଆମର ଅବକ୍ଷେପ ଏହାର ଆନ୍ସର କଣ ହେଲା ନା FeSO4 ନେକ୍ସଟ କ୍ୱେଶ୍ଚନ କେଉଁଠି ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଦେଖ ଫାଷ୍ଟ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କାହାକୁ କୁହନ୍ତି ନା ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପ ନିର୍ଗତ ହୁଏ ତାକୁ କଣ କହନ୍ତି ତାପ ଉତ୍ପାଦୀ ଆଉ ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପ ଶୋଷିତ ହୁଏ ତାକୁ କଣ କହନ୍ତି ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା କହନ୍ତି ତ ଲକ୍ଷ୍ୟ କର ଆମର ଏଠି ଏଥିରୁ କୋଉଟା ତାହେଲେ ତାପ ଉତ୍ପାଦୀ ହବ ନା ଦେଖ ଆମର ଯୋଉ ଦେଇଛି ଅପସନ ଏ ରେ ଦେଇଛି 2AgBr 2Ag ପ୍ଲସ Br2 ଏଇଟା ହଉଛି କଣ ନା ଆମର ବିଘଟନ ଦେନ୍ CaCO3 ପ୍ଲସ ତିରୋଜନ CaO ପ୍ଲସ CO2 ଏଇଟା ହଉଛି କଣ ତାପ ଶୋଷୀ ତାପରେ ଦେଖ PbCuCl2 PbCl2 ପ୍ଲସ Cu ଏଇଟା ହଉଛି କଣ ବିସ୍ଥାପନ ତ ଆମର ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କିଏ ହବ ନା ମିଥେନ୍ ପ୍ଲସ୍ O2 CO2 ପ୍ଲସ୍ H2 ଏଇଟା ହଉଛି କଣ ନା ତମର ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ତାପରେ ଲକ୍ଷ୍ୟ କର ଦେଇଛି ସିଏ ମିଥେନ୍ ସହିତ ଯେତେବେଳେ ଆମର ଅକ୍ସିଜେନ ପ୍ରତିକ୍ରିୟା କରୁଛେ ଆମର କାର୍ବନ ଡାଇଅକ୍ସାଇଡ ପ୍ଲସ୍ ୱାଟର ବାହାରୁଛି ଏଠି ଯେ ପଚାରୁଛି ଏଠି ଏକ୍ସଟା ଯୋଉ ଲାଗିଛି ଏଇଟା କଣ ଏକ୍ସଟା ଟି କଣ ହବ ନା କଠିନ ହବ ନା ତରଳ ହବ ନା ଗ୍ୟାସିୟ ହବ ନା ଜଳୀୟ ହବ ଦେଖ ଆମର ଦେଖ ଯଦି ମିଥେନ୍ ଟା ହଉଛି ତମର କଣ ମିଥେନ୍ ଟା ତମର ଗ୍ୟାସିୟ ସେମିତି ଅକ୍ସିଜେନ ଟା ବି ତମର କଣ ଅକ୍ସିଜେନ ଟା ବି ଗ୍ୟାସିୟ ସେମିତି କାର୍ବନ ଡାଇଅକ୍ସାଇଡ ତମର କଣ ଗ୍ୟାସିୟ ତ ଏଠି ଏକ୍ସ ଜାଗାରେ କଣ ଲାଗିବ ଏକ୍ସ ଜାଗାରେ ଗ୍ୟାସିୟ ଲାଗିବ ନେକ୍ସଟ କ୍ୱେଶ୍ଚନ ଲକ୍ଷ୍ୟ କର କେଉଁ ମୌଳିକର ଦ୍ୱିତୀୟ କକ୍ଷରେ ଥିବା ଇଲେକ୍ଟ୍ରନ ସଂଖ୍ୟା ପ୍ରଥମ କକ୍ଷରେ ଥିବା ଇଲେକ୍ଟ୍ରନ 2 ଗୁଣ ଆମର ଦେଖ ଗୋଟେ ତାର ଆନ୍ସର କହୁଛି ଆନ୍ସର ହବ କାର୍ବନ ଦେଖ କିନ୍ତୁ କାର୍ବନ ହେଲା କାର୍ବନର ବାହ୍ୟତମ କକ୍ଷରେ କେତେଟା ଇଲେକ୍ଟ୍ରନ ଅଛି 6ଟା ଇଲେକ୍ଟ୍ରନ ଅଛି ଆମର କେତେଟା କକ୍ଷ K L ଏମିତି ଆସିବ M ତାପରେ N ଆସିବ ତାକୁ ଯଦି ସଜେଇବା 6ଟି ଇଲେକ୍ଟ୍ରନକୁ K କକ୍ଷରେ କେତେଟା ରହିବ 2ଟା ରହିବ L କକ୍ଷରେ କେତେଟା ରହିବ 4ଟା ରହିବ ତ 2 ର 2 ଗୁଣ ତ 4ଟା ହେଲାନି ତ ସେଇଭଳି ଭାବରେ ଆର ଆନ୍ସରଟି କଣ ହବ କାର୍ବନ ହବ ତାପରେ ଦେଖ ଲକ୍ଷ୍ୟ କର ବ୍ଲିଚିଂ ପାଉଡର ପ୍ରସ୍ତୁତିରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ବ୍ୟବହାର କରାଯାଏ ବ୍ଲିଚିଂ ପାଉଡର ଆମେ ପ୍ରସ୍ତୁତ କରିବା ପାଇଁ କଣ କଣ ବ୍ୟବହାର କରୁଛେ ଦେଖ ବ୍ଲିଚିଂ ପାଉଡର ପ୍ରସ୍ତୁତ କରିବା ପାଇଁ ଆମେ CaOH2 ପ୍ଲସ୍ Cl2 ଯେତେବେଳେ ଆମେ ପ୍ରତିକ୍ରିୟା କରୁଛେ ତ ଆମର ବାହାରୁଛି କଣ ନା CaOCl2 ବାହାରୁଛି ହେଲା ଏଇଟା ହଉଛି ବ୍ଲିଚିଂ ପାଉଡର ପ୍ଲସ୍ H2 ବାହାରୁଛି ତାହେଲେ ଏଠି ଲକ୍ଷ୍ୟ କର ଏଠି ତାହେଲେ କଣ ବାହାରିଲା ଆମର ତାହେଲେ ବ୍ଲିଚିଂ ପାଉଡର ବ୍ୟବହାର ଯୋଉ ତିଆରି କରିବା ପାଇଁ କଣ ବ୍ୟବହାର କରାଯାଉଛି ନା CaOH2 ପ୍ଲସ୍ Cl2 ତାକୁ କହୁଛି ପାନୀୟ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ କେଉଁଟି ବ୍ୟବହାର କରାଯାଏ ଏଇନା ସାଙ୍ଗେ ସାଙ୍ଗେ ପଡିଲେ ପାନୀୟ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ କଣ ବ୍ୟବହାର କରାଯାଏ ନା ବ୍ଲିଚିଂ ପାଉଡର ସଂକେତ କଣ ନା CaOCl2 ବା CaOClCl କହିପାରିବା କିମ୍ବା CaOCl2 କହିପାରିବା ତାପରେ ଲକ୍ଷ୍ୟ କର ସେ କହୁଛି ZnCO3 ପ୍ଲସ୍ ତାକୁ ଯଦି ତାପ ଦବା ଆମର କଣ ବାହାରୁଛି ZnO ବାହାରୁଛି ପ୍ଲସ୍ CO2 ବାହାରୁଛି ଏଠି କଣ କହୁଛି ନା ଏଠି କଣ କହିଲା ସେ ନା କେଉଁ ରାସାୟନିକ ଏଠି କଣ ଅଛି ମାନେ ଏଇଟା କୋଉ ରାସାୟନିକ ପ୍ରତିକ୍ରିୟା କେଉଁ ରାସାୟନିକ ପ୍ରତିକ୍ରିୟା ଆମର ଦେଖ Zn ଯେତେବେଳେ ଏଇଟା କଣ କହନ୍ତି କ୍ୟାଲସିନେସନ କହନ୍ତି ଏଇଟା କଣ କହନ୍ତି କ୍ୟାଲସିନେସନ କହନ୍ତି କ୍ୟାଲସିନେସନ କାହା କହିବା ନା ଆମର କାର୍ବୋନେଟ କୁ ମାନେ ଏଇଟା କଣ ଜିଙ୍କ କାର୍ବୋନେଟ ଏ ଜିଙ୍କ କାର୍ବନ ଟା ଯେତେବେଳେ ଆମକୁ କଣ ଦଉଛି ଜିଙ୍କ ଅକ୍ସାଇଡ ଦଉଛି ଯେତେବେଳେ କାର୍ବୋନେଟ ଯେତେବେଳେ ଆମକୁ ଅକ୍ସାଇଡ ଦିଏ ତାକୁ କଣ କହନ୍ତି କ୍ୟାଲସିନେସନ କହନ୍ତି ସେଇଭଳି ଭାବରେ ରୋଷ୍ଟିଂ କାହାକୁ କହିବା ଆମେ ରୋଷ୍ଟିଂ ଟା ବି ଅଛି ନା ରୋଷ୍ଟିଂ ଟା କାହାକୁ କହିବା ତାହେଲେ କୁହ ରୋଷ୍ଟିଂ ଟା ତାହେଲେ କାହାକୁ କହିବା ନା ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଆମର କଣ ଦବ ନା ଆମର ସଲଫାଇଡ ଟା ଜିଙ୍କ ସଲଫାଇଡ ବା ଜିଙ୍କ ସଲଫାଇଡ ମାନଙ୍କ Zn ଆମର ଜିଙ୍କ ସଲଫାଇଡ ଟା କଣ ଦବ ନା ZnS ଟା ଆମର ଯେତେବେଳେ O2 ସହିତ ରିଆକ୍ସନ କରିବ ତାପରେ ZnO ଦବ ମାନେ ଜିଙ୍କ ଅକ୍ସାଇଡ ଦବ ମାନେ ସଲଫାଇଡ ଟା ଯେତେବେଳେ ଆମକୁ ଅକ୍ସାଇଡ ଦବ ତାକୁ କଣ କହିବା ରୋଷ୍ଟିଂ କହିବା ସଲଫାଇଡ ଟା ଯେତେବେଳେ ଅକ୍ସାଇଡ ଦବ ତାକୁ କହିବା ରୋଷ୍ଟିଂ କହିବା ଆଉ ଯେତେବେଳେ କାର୍ବୋନେଟ ଟା ଯେତେବେଳେ ଆମର କଣ ଦବ କାର୍ବୋନେଟ ଟା ଯେତେବେଳେ ଅକ୍ସାଇଡ ଦବ ତାକୁ କହିବା କ୍ୟାଲସିନେସନ ତାକୁ କଣ କହିବ କ୍ୟାଲସିନେସନ କହିବା ତାକୁ କଣ କହିବ କ୍ୟାଲସିନେସନ କାର୍ବୋନେଟ ଟା ଯେତେବେଳେ ଅକ୍ସାଇଡ ଦବ ତାକୁ କହିବା କ୍ୟାଲସିନେସନ ସଲଫାଇଡ ଟା ଯେତେବେଳେ ଅକ୍ସାଇଡ ଦବ ତାକୁ କହିବା ରୋଷ୍ଟିଂ ନେକ୍ସଟ କ୍ୱେଶ୍ଚନ ଦେଖ କଣ ଦେଇଛି 8 ନମ୍ବର କ୍ୱେଶ୍ଚନ ZnS ପ୍ଲସ୍ O2
ତାକୁ ZnO ପ୍ଲସ୍ ଏଇନା କହିଦେବ। ଜିଙ୍କ ସଲଫାଇଡ ଟା ଆମର ଯେତେବେଳେ ଅକ୍ସିଜେନ ସହିତ ପ୍ରତିକ୍ରିୟା କରୁଛି ତାପ ଯେତେବେଳେ ତାକୁ ହିଟ୍ କରାହଉଛି ତାପରେ ZnO ଦଉଛି ପ୍ଲସ୍ SO2 ଏଇନା କହିଥିଲି। ସଲଫାଇଡ ଜିଙ୍କ ସଲଫାଇଡ ଯେତେବେଳେ ଆମକୁ ଅକ୍ସାଇଡ ଦଉଛି ଜିଙ୍କ ଅକ୍ସାଇଡ ଦଉଛି ତାକୁ କଣ କହନ୍ତି ଆମର ରୋଷ୍ଟିଂ କହନ୍ତି। ତାର ଆନ୍ସର କଣ ହବ ରୋଷ୍ଟିଂ ହବ। ଆନ୍ସର ରୋଷ୍ଟିଂ। ନେକ୍ସଟ କ୍ୱେଶ୍ଚନ ZnO ରୁ ସେ କହିଲା ZnO ରୁ ଆମର Zn ଯେତେବେଳେ ହଉଛି ନିଷ୍କାସନ ହଉଛି ZnO ରୁ ଯେତେବେଳେ Zn ହଉଛି ବୁଝିପାରୁଛ ZnO ରୁ ଯେତେବେଳେ Zn ହଉଛି ତ ଏମାନଙ୍କ ମଧ୍ୟରୁ କେଉଁଠି କଣ ପଚାରୁଛି ନା ବିଜାରକ। ଦେଖ ଲକ୍ଷ୍ୟ କର ZnO କୁ ଆମେ ଯେତେବେଳେ Zn କରିବା ସେ କଣ ଦେଇଛି ନା ZnO ଦେଇଛି ପ୍ଲସ୍ ତୀର ଚିହ୍ନ Zn। ତ ଏଠି ବିଜାରକ କିଏ ନା ZnO ସହିତ ଯେତେବେଳେ ଆମେ କାର୍ବନକୁ ଲଗେଇବି C କୁ ଲଗେଇବି ତାହେଲେ କଣ ଦବ ସିଏ ନା Zn ଟା ବିଚାରିତ ହଉଛି ଆଉ CO2 ଟା କଣ ହଉଛି ବାହାରୁଛି ବୁଝିଲା ତ। ତାହେଲେ ଏଠି କଣ ହେଲା ତାହେଲେ ଏଠି ବିଚାରକ କିଏ ହେଲା ଏଠି ବିଚାରକ ହଉଛି C। ବିଚାରକ କିଏ ବିଚାରକ ହଉଛି ଆମର C କାର୍ବନ ବୁଝିପାରିଲ ତ ଏଟା ବିଚାରକ କିଏ କାର୍ବନ ମାନେ ZnO ରେ ଆମର କାର୍ବନ ଟି ମିଶିଲେ ଆମର କଣ ହଉଛି Zn ନିଷ୍କାସିତ ହଉଛି। ଏଇ ଯୋଉ ଏଇ C ଟା ହଉଛି କଣ ବିଚାରକ। ମନେ ରଖିବ ଯୋଉଠି O ଥିବ ଯୋଉ ଏଇ O ଥିବ ତାକୁ କହିବା ଜାରକ କହିବା ତାକୁ କଣ କହିବା ଜାରକ କୁହାହବ ଜାରକ। ଆଉ ଯୋଉଠି O ନଥିବ ତାକୁ କଣ କହିବା ବିଜାରକ ବୁଝିଲା ତ। ମନେ ରଖ ଯୋଉଠି O ଥିବ ତାକୁ କହିବ ଜାରକ ଯୋଉଠି O ନଥିବ ତାକୁ କଣ କହିବ ବିଜାରକ ହେଲା ବିଜାରକ ବୁଝିଲା ତ। ନେକ୍ସଟ କ୍ୱେଶ୍ଚନ କ୍ଷାର ସୋଡ଼ାକୁ ବାୟୁରେ ଖୋଲା ରଖିଲେ ତନ୍ମଧ୍ୟରୁ କେଉଁଠି ବାହାରେ। ଆମର କ୍ଷାର ସୋଡ଼ାକୁ ଯଦି ତମେ ବାୟୁରେ ଖୋଲା ରଖିବ ତାହେଲେ ଆନ୍ସର ହବ Na2CO3 ପ୍ଲସ୍ H2O। କ୍ଷାର ସୋଡ଼ାକୁ ଯେତେବେଳେ ଆମେ ଦେଖିବ ମତେ ଫାଷ୍ଟ କହିଲ କ୍ଷାର ସୋଡ଼ାର କେମିତି ଆମର କ୍ଷାର ସୋଡ଼ାକୁ ଯେତେବେଳେ ବାୟୁରେ ରଖୁଛ ସେ କଣ କରୁଛି ନା Na2CO3 ଦଉଛି ପ୍ଲସ୍ H2O ଦଉଛି। ମତେ କହିବ ଆମର ଖାଇବା ସୋଡ଼ାର କେମିତି ପ୍ରିପାରେସନ ହଉଛି ତ ତାର ଇକ୍ୱେସନ ଟା ମତେ କମେଣ୍ଟ ବକ୍ସରେ ଲେଖି ଛାଡ଼ିବ। ଆଉ ଖାଇବା ସୋଡ଼ାକୁ ଆମେ ଯଦି ହିଟ୍ କରିବା କଣ ବାହାରୁଛି ଆର ଆନ୍ସର ମଧ୍ୟ ଲେଖିକି ଛାଡ଼ିବ। ତାପରେ କହିଲା ଧାତବ ଅକ୍ସାଇଡ କୁ ଜଳରେ ଦ୍ରବୀଭୂତ ହେଲେ କଣ ଦିଏ। ଯେତେବେଳେ ଧାତବ ଅକ୍ସାଇଡ ଆମର ଜଳରେ ଦ୍ରବୀଭୂତ ହଉଛି ବୁଝିପାରୁଛ ତ ସେତେବେଳେ କଣ ହବ ନା ଧାତବ ଅକ୍ସାଇଡ ଯେତେବେଳେ ଧାତବ ଅକ୍ସାଇଡ ଆମର ଯେତେବେଳେ କଣ ହଉଛି ନା ଜଳରେ ଦ୍ରବୀଭୂତ ହଉଛି ଅକ୍ସାଇଡ ହେଲା। ଧାତବ ଅକ୍ସାଇଡ ଯେତେବେଳେ ଜଳରେ ଦ୍ରବୀଭୂତ ହଉଛି ସେ ଆମକୁ କଣ ଦଉଛି ନା ଧାତବ ହାଇଡ୍ରୋକ୍ସାଇଡ। ମନେକର ଧାତବ ଅକ୍ସାଇଡ ଯେତେବେଳେ ଜଳରେ ଦ୍ରବୀଭୂତ ହବ ସେ ଦବ କଣ ଧାତବ ହାଇଡ୍ରୋକ୍ସାଇଡ। ସେଇଭଳି ଭାବରେ ଧାତୁ ଯେତେବେଳେ ଜଳରେ ଦ୍ରବୀଭୂତ ହବ ଧାତୁ ଲକ୍ଷ୍ୟ କର ଯେତେବେଳେ ଧାତୁ ଆମର ଜଳରେ ଦ୍ରବୀଭୂତ ହବ ଧାତୁ ପ୍ଲସ ଜଳ ବୁଝିପାରୁଛ ନା ନାଇଁ। ଧାତୁ ଯେତେବେଳେ ଜଳରେ ଦ୍ରବୀଭୂତ ହବ ସେଇ ବି ମଧ୍ୟ କଣ ଦବ ନା ଧାତବ ଅକ୍ସାଇଡ ମଧ୍ୟ ଧାତବ ହାଇଡ୍ରୋକ୍ସାଇଡ ଦବ। ଧାତବ ଅକ୍ସାଇଡ ପ୍ଲସ ଜଳ ଧାତବ ହାଇଡ୍ରୋକ୍ସାଇଡ ଧାତୁ ପ୍ଲସ ଜଳ ଧାତବ ହାଇଡ୍ରୋକ୍ସାଇଡ ବୁଝିଲା। ନେକ୍ସଟ କ୍ୱେଶ୍ଚନ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଅମ୍ଳ କ୍ଷାରକର ସୂଚକ ନୁହଁ। ଆଙ୍କ ଭିତରୁ କେଉଁଟା ଗୋଟେ ଅମ୍ଳ କ୍ଷାରକ ସୂଚକ ନୁହେଁ। ଆଙ୍କ ଭିତରୁ ଦେଖ ମିଥାଇଲି ଅରେଞ୍ଜ ଅଛି ଏଟା ହଉଛି ଆମର ସୂଚକ ଗୋଟେ। ଲିଟମସ ମଧ୍ୟ ସାଧାରଣ ସୂଚକ। ଫିନଲ ପାଥଲିନ ମଧ୍ୟ ଆମର ଗୋଟେ ସୂଚକ ଅମ୍ଳ କ୍ଷାର ସୂଚକ। କିନ୍ତୁ ଭାନିଲା ଟା ଆମର ଗୋଟେ ଅମ୍ଳ କ୍ଷାର ସୂଚକ ନୁହେଁ। ଭାନିଲା ଟା ହଉଛି ଅମ୍ଳ କ୍ଷାର ସୂଚକ ନୁହେଁ। ନେକ୍ସଟ କ୍ୱେଶ୍ଚନ ଲୌହ ବାମ୍ଫ ସହ ପ୍ରତିକ୍ରିୟା କରି କେଉଁ ଅକ୍ସାଇଡ ଉତ୍ପନ୍ନ କରେ। ଲୌହର ସଂକେତ କଣ Fe। ଇକ୍ୱେସନ ସଦାବେଳେ କରୁଥିବ Fe ପ୍ଲସ ବାମ୍ଫ ମାନେ କଣ H2O। ଦେଖ H2O ଟା ହଉଛି ତମେ ଜାଣିଛ ଲିକ୍ୱିଡ ଟା ହେଲା କିନ୍ତୁ ଯଦି G ଲଗେଇଦବା ସେଇଟା ହେଇଯିବ କଣ ବାମ୍ଫ ହେଇଗଲା। ଯେତେବେଳେ Fe ଯେତେବେଳେ ଆମର ବାମ୍ଫ ସହିତ ପ୍ରତିକ୍ରିୟା କରୁଛି ଆମକୁ କଣ ଦଉଛି ନା Fe3O4 ପ୍ଲସ 4H2 ବୁଝିଲା ତ। ଆମର ଯେତେବେଳେ ଲୌହ ଯେତେବେଳେ ବାମ୍ଫ ସହ ପ୍ରତିକ୍ରିୟା କରୁଛି ଆମକୁ ଦଉଛି Fe3O4। Fe3O4 ନାଁ କଣ ନା Fe3O4 ନାଁ ହଉଛି ଫେରସ ଫେରିକ ଅକ୍ସାଇଡ। କଣ ନା ଫେରସ ଫେରିକ ଅକ୍ସାଇଡ। Fe3O4 ନାଁ ହଉଛି ଫେରସ ନୋଟ କରିଦିଅ Fe3O4 ନାଁ ହଉଛି ଫେରସ ଫେରିକ ଅକ୍ସାଇଡ। ଲେଖିବାକୁ ଟିକେ ଅସୁବିଧା ହଉଛି ଫେରସ ଫେରିକ ଅକ୍ସାଇଡ ହେଲା ଫେରିକ ଅକ୍ସାଇଡ ମନେ ରଖ ଫେରସ ଫେରିକ ଅକ୍ସାଇଡ Fe3O4। ଆଉ ଯଦି ଭିଡ଼ିଓଟି ଭଲ ଲାଗୁଥିବ ତେବେ ଭିଡ଼ିଓଟାକୁ ସବସ୍କ୍ରାଇବ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଆଉ ଭିଡ଼ିଓଟିକୁ ଲାଇକ୍ କରିକି ସେୟାର କରିଦେବ। ନେକ୍ସଟ କ୍ୱେଶ୍ଚନ ହେଇଛି କେଉଁ ଅଧାତୁ ଏକ ଔଜ୍ଜଲ୍ୟ ଅଟେ ମାନେ ଗୋଟେ ଏଥିରୁ ଗୋଟେ ଅଧାତୁର ନାଁ କୁହ ଯୋଉଟା କି ଆମକୁ କଣ କରୁଛି ଉଜ୍ଜଲ୍ୟ ଦଉଛି ମାନେ ଚିକଣ ମାନେ ଚକଚକ କରୁଛି। ତ ସେ ଅଧାତୁର ହଉଛି କିଏ ସେ ଅଧାତୁ ହଉଛି ଆମର କିଏ
ନା ଆୟୋଡିନ୍। ବୁଝିଲ ତ ଶବ୍ଦ କିଏ ଆୟୋଡିନ୍। ତେଣୁ ଲକ୍ଷ୍ୟ କର ନେକ୍ସଟ କ୍ୱେଶ୍ଚନ। ଉଭୟ ଅମ୍ଳୀୟ ଓ କ୍ଷାରୀୟ ଧର୍ମ ପ୍ରଦର୍ଶନ କରୁଥିବା ଅକ୍ସାଇଡକୁ କଣ କୁହାଯାଏ? ଦେଖ ଯେତେ ଏଇଟା ଗୋଟେ ଡେଫିନେସନ ମନେ ରଖିବ ଯେ ଉଭୟ ଅମ୍ଳ ଓ କ୍ଷାର ଧର୍ମ ପ୍ରଦର୍ଶନ କରୁଥିବା ଅକ୍ସାଇଡକୁ ଆମ୍ଫୋଟେରିକ ଅକ୍ସାଇଡ କୁହାଯାଏ। ବୁଝିଲ ତ ଉଭୟ ଅମ୍ଳ ଓ କ୍ଷାରୀୟ ଧର୍ମ ପ୍ରଦର୍ଶନ କରୁଥିବା ଅକ୍ସାଇଡକୁ କଣ କହନ୍ତି? ଆମ୍ଫୋଟେରିକ ଅକ୍ସାଇଡ କୁହାଯାଏ। ନେକ୍ସଟ କ୍ୱେଶ୍ଚନ। କେଉଁ ଉପକରଣ ଦ୍ୱାରା ଆଲୋକ ରଶ୍ମିର ପାର୍ଶ୍ୱ ବିସ୍ଥାପନ ପ୍ରକ୍ରିୟା ଦେଖାଯାଏ? କେଉଁ ଉପକରଣ ଦ୍ୱାରା ଆମେ ଦେଖ ଏଇଟା ହଉଛି ଆମର ଆୟତକାର କାଚ ଘର। ଏଥିରେ ଯେତେବେଳେ ଆମେ ଆଲୋକ ରଶ୍ମି ପଡୁଛି ସେ କଣ କରୁଛି? ବିଚ୍ଛୁରିତ ହେଇକି ଏମିତି ଯାଉଛି ପୁଣି ଏମିତି ଆସୁଛି। ତ ଏଇଟା ଯୋଉ ଆପତନ ରଶ୍ମି ଥିଲା ଏଇ ଯୋଉ ସିଧାରେ ତାର ଯାଉଛି ତ ଏଇଠୁ ଏତିକି ଯୋଉ ଗ୍ୟାପ ଟାକୁ କଣ କହନ୍ତି? ଆମର ପାର୍ଶ୍ୱ ବିସ୍ଥାପନ। ତାହେଲେ ଆମର ଏଇଟା କୋଉଠି ଦେଖାଯାଉଛି? ପାର୍ଶ୍ୱ ବିସ୍ଥାପନ ଟା କୋଉଠି ଦେଖାଗଲା? ନା ପାର୍ଶ୍ୱ ବିସ୍ଥାପନ ଆମର ଦେଖାଯାଉଛି କଣ? ଆୟତକାର କାଚ ସ୍ଲାବ ରେ। ଥିଲା ତ ତାପରେ ଲକ୍ଷ୍ୟ କର ସେ କହିଲା ନିମ୍ନୋକ୍ତ କେଉଁଟି ସମତଳ ଦର୍ପଣ ଠାରୁ ଗଠିତ ଏକ ପ୍ରତିବିମ୍ବର ପ୍ରକୃତି ନୁହେଁ? ସମତଳ ଦର୍ପଣ ଯୋଉ ସବୁ ପ୍ରତିବିମ୍ବ ସୃଷ୍ଟି ହୁଏ ତା ବିଷୟରେ ଟିକେ କୁହ। ମାନେ ଦର୍ପଣ ଠାରୁ ପ୍ରତିବିମ୍ବ ଆଉ ବସ୍ତୁର ଦୂରତା ସମାନ ହବ। ପ୍ରତିବିମ୍ବର ପାର୍ଶ୍ଵ ପରିବର୍ତ୍ତନ ହବ। ପ୍ରତିବିମ୍ବ ଆକାର ମଧ୍ୟ କଣ ହବ? ସମାନ ହବ। କିନ୍ତୁ ପ୍ରତିବିମ୍ବ ଓଲଟା ହବନି। ପ୍ରତିବିମ୍ବ ଟା ସିଧା ହବ। ତାହେଲେ ଆନ୍ସର ହଉଛି କଣ? ସେ କହିଲା କି ଏଥିରୁ କୋଉଟା ନୁହେଁ? ଏଇଟା ହଉଛି ଏଇଟା ଆମର ପ୍ରତିବିମ୍ବ ଓଲଟା ହେଲା। ଏଇଟା ହଉଛି ତାର ଆନ୍ସର। ବୁଝିଲ ତ? ତାର ଆନ୍ସର କଣ ହବ? ପ୍ରତିବିମ୍ବ ଓଲଟା ହୋଇନଥାଏ। ପ୍ରତିବିମ୍ବ ଟା ସିଧା ହବ। ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ ଲକ୍ଷ୍ୟ କର କଣ ଦେଇଛି? ଦେଇଛି ଉତ୍ତଳ ଲେନ୍ସ ରେ ଚାରିଗୁଣ ପରିବର୍ଦ୍ଧିତ ହୋଇ ବାସ୍ତବ ପ୍ରତିବିମ୍ବ ଲେନ୍ସ ଠାରୁ 60 ସେଣ୍ଟିମିଟର ଦୂରରେ ଗଠିତ ହେଲେ ଉତ୍ତର ଲେନ୍ସ ର ଫୋକସ ର ଦୂରତା ନିର୍ଣ୍ଣୟ କର। ଆମର ଦେଖ ସେ କହିଛି ଉତ୍ତର ଲେନ୍ସ ରେ 4 ଗୁଣ ପରିବର୍ଦ୍ଧିତ। ତାର ପରିବର୍ଦ୍ଧିତ କଣ? ନା ଏମ୍। ପରିବର୍ଦ୍ଧିତ କଣ ଦେଇଛି? ନା ଏମ୍। ଆମକୁ କଣ ପଚାରିଛି? ଦେଖ ମୁଁ କରିଦଉଛି ଟିକେ। ଆମର ଦେଇଛି ଏମ୍ ଦେଇଦେଇଛି। ଏ ଲକ୍ଷ୍ୟ ନୋଟ କର। ଏମ୍ ଦେଇଦେଇଛି କେତେ? ନା ଏମ୍ ଦେଇଦେଇଛି 4। ଏମ୍ କେତେ ଦେଇଛି? 4। ତାପରେ କଣ ଦେଇଛି ଦେଖ ସେ କହିଛି ଆମର ପ୍ରତିବିମ୍ବ କୋଉଠି ସୃଷ୍ଟି କେତେ ଦୂର ସୃଷ୍ଟି ହେଇଛି? ନା ପ୍ରତିବିମ୍ବ ଦେଖ ଆମକୁ ଦେଲା ଏମ୍ ଦେଲା 4। ସେ କହିଛି ପ୍ରତିବିମ୍ବର ଦୂରତା ହଉଛି କୋଉଥିରେ ମପା ହବ? ଭି। ଦେଖ ଲେନ୍ସ ଠାରୁ ବା ଦର୍ପଣ ଠାରୁ ବସ୍ତୁର ଦୂରତାକୁ ୟୁ କହନ୍ତି। ଆଉ ଲେନ୍ସ ଠାରୁ ପ୍ରତିବିମ୍ବର ଦୂରତା ବା ଦର୍ପଣ ଠାରୁ ପ୍ରତିବିମ୍ବ ଦୂରତାକୁ ଭି କହନ୍ତି। ତ ପ୍ରତିବିମ୍ବର ଦୂରତା ଦେଇଛି କେତେ? ସିଏ 60 ହେଲା। ଲେନ୍ସ ଠାରୁ ପ୍ରତିବିମ୍ବ ଦୂରତା କେତେ ଦେଇଛି? 60 ଦେଇଛି। ବୁଝିପାରୁଛ ତ? ଦେଇଛି 60 ଦେଇଛି। ତାପରେ କଣ କହୁଛି? ନା ଆମକୁ ପଚାରିଛି ଏଫ୍ ପଚାରିଛି। କଣ ପଚାରିଛି? ଏଫ୍ ପଚାରିଛି। ଏଫ୍ ମାନେ ଫୋକସ ର ଆମର ଫୋକାଲ ଲେନ୍ଥ ପଚାରିଛି। ଫୋକସ ର ଦୂରତା କେତେ ପଚାରିଛି? ଉତ୍ତର ଲେନ୍ସ ରେ ହେଲା। ଉତ୍ତର ଲେନ୍ସ ରେ ଭିଟା ସଦାବେଳେ ଆମର ସେପଟେ ସୃଷ୍ଟି ହଉଛି ତ ଏଇଟା ଭିଟା ପ୍ଲସ ହବ ହେଲା। ଯେତେବେଳେ ଆମର ଏଇଟା ପଢା ହେଇଥିବ ଲକ୍ଷ୍ୟ କରିଥିବ ଏଇଟା ହଉଛି ଲେନ୍ସ। ଯେତେବେଳେ ଏଇଟା ହଉଛି ଆମର ଓ କହନ୍ତି। ଏଇଟାକୁ କହନ୍ତି F1 କହନ୍ତି। ଏଇଟାକୁ କହନ୍ତି 2F1 କହନ୍ତି। ଏଇଟାକୁ କହନ୍ତି F2 କହନ୍ତି। ଏଇଟାକୁ 2F2 କହନ୍ତି। ତ ଏଇପଟେ ଯେତେବେଳେ ଏଇଠୁ ଏପଟେ ଯେତେବେଳେ ପ୍ରତିବିମ୍ବ ରହିବ ସେ ଭିଟା ସଦାବେଳେ ପଜିଟିଭ ହବ। ଆଉ ଏଇଠୁ ଏପଟେ ଯେତେବେଳେ ରହିବ ଆମର ଭିଟା ସଦାବେଳେ ନେଗେଟିଭ ହବ। ଏଇଟା ମନେ କର। ତ ଆମର ଲେନ୍ସ ରେ ଅବତଳ ଏଇଟା କଣ କରାଯାଉଛି? ଉତ୍ତର ଲେନ୍ସ ପ୍ରତିବିମ୍ବ ଟା ଦେଖିବ ଏଇଠି ସୃଷ୍ଟି ହେଇଥିବ। ତ ଏପଟେ ସୃଷ୍ଟି ହେଲା ମାନେ ପଜିଟିଭ। ସେଥି ଭି କଣ ହେଲା? ପଜିଟିଭ ନା ହେଲା। ତାପରେ ଦେଖ ସେ ଦେଇଛି ଏମ୍ ଦେଇଦେଇଛି ତମକୁ 4। ଭି ଦେଇଦେଇଛି 60 ସେଣ୍ଟିମିଟର ହେଲା। ଆମକୁ ପଚାରିଛି ଏଫ୍ ପଚାରିଛି। କଣ ପଚାରିଛି? ଏଫ୍ ପଚାରିଛି। ତ ଏଫ୍ ପାଇବା ପାଇଁ ହେଲେ ଆମକୁ ଫାଷ୍ଟ ୟୁ ବାହାର କରିବାକୁ ପଡିବ। ୟୁ ବାହାର କରିବା କେମିତି? ଏଟା ଲେନ୍ସ କଥା ପଢୁଛେ ତ ଲେନ୍ସ ରେ ଏମ୍ ଇଜିକାଲ ଟୁ ଭି ବାଇ ୟୁ। ଏମ୍ ଇଜିକାଲ ଟୁ କଣ? ଭି ବାଇ ୟୁ। ତ ଭି ତମକୁ ଦେଲା କେତେ? ଏମ୍ ଦେଲା କେତେ? 4 ଦେନ୍ ଭି ଦେଇଛି ତମକୁ 60। ତମକୁ କଣ ପଚାରିଛି? ୟୁ ପଚାରିଛି। ଦେନ୍ ୟୁ ଇଜିକାଲ ଟୁ 60/4 କେତେ ବାହାରୁଛି? 60/4 ହେଲେ 15 ବାହାରୁଛି। କେତେ ହଉଛି? 15। ଆଉ ତମେ ଜାଣିଛ ସଦାବେଳେ ୟୁ ଟାକୁ ତମେ କଣ ନବ? ୟୁ ଟାକୁ କଣ ନବ ତମେ? ମାଇନସ ନବ। ତାହେଲେ ୟୁ ଟା କେତେ ବାହାରିଲା? ୟୁ ବାହାରିଲା -15 ହେଲା। ୟୁ ହେଲା କେତେ? -15। ଏତିକି ନୋଟ କର। ତାପରେ କହୁଛି ଦେଖ ୟୁ ଟା -15 ଦେଖ ତମର ହେଇଗଲା ଏମ୍ ବାହାରି ପଡିଲା 4, ୟୁ ବାହାରି ପଡିଲା -15, ଭି ବାହାରି ପଡିଲା କେତେ? ନା 60। ତମକୁ ପଚାରିଲା ଏଫ୍ ପଚାରିଲା। ଏଫ୍ ଟା କେମିତି ବାହାର କରିବ? ନା ଆମର ଲେନ୍ସ ର ଫର୍ମୁଲା କଣ? ନା 1/f ଇଜିକାଲ ଟୁ 1/v -1/u। ଦେନ୍ 1/f ଇଜିକାଲ ଟୁ 1/v କେତେ? 60। ବୁଝୁଛ ନା ନାଇଁ?
ମାଇନସ ମାଇନସ 1/-15 ତ ମାଇନସ ମାଇନସ ସେଟା କେତେ ହେଇଯିବ ପ୍ଲସ୍ ହେଇଯିବ ବୁଝୁଛୁ ନା ନାଇଁ ତାହେଲେ 1/60 ପ୍ଲସ୍ 1/15 ତ 60 15 ଲସକୁ ନବ ଲସକୁ ନେଇ କଲେ କଣ ବାହାରିବ 1 ପ୍ଲସ୍ 4/60 ତାହେଲେ କେତେ ହେଲା 5/60 5/60 5/60 କାଟିଲେ କେତେ ହେଲା 1/12 ତ 1/f ଇଜିକାଲ ଟୁ 1/12 ତ f ଇଜିକାଲ ଟୁ କେତେ ହେଲା 12 ଆପଣ ଟିକେ ଭଲ କି ନୋଟ କରିଦିଅ ତାହେଲେ ଆନ୍ସର ଆମର କଣ ବାହାରିଲା ନା f ଇଜିକାଲ ଟୁ 12 ମିଟର ନୁହଁ 12 ସେଣ୍ଟିମିଟର 12 ସେଣ୍ଟିମିଟର ବୁଝିପାରିଲ ଯଦି ନ ବୁଝିପାରୁଛ ଭିଡ଼ିଓ ଟିକେ ଆଉ ଟିକେ ପଛକୁ ନେଇକି ଦେଖିବ ତାପରେ କଣ କହୁଛି ଦେଖ ଏ ଓ ବି ଉତ୍ତର ଲେନ୍ସ ଦ୍ୱୟର ଫୋକସର ଦୂରତା ଯଥାକ୍ରମେ ମନେକର ଗୋଟେ ବସ୍ତୁ ଅଛି ଏ ଦେଇଦେଇଛି ଏଇ ଗୋଟେ ବସ୍ତୁ ଦେଇଦେଇଛି ଏ ର ଫୋକସର ଦୂରତା ଦେଇଦେଇଛି ହେଲା ଫୋକସର ଦୂରତା କଣ କହିଛି ଏଫ ଦେଇଦେଇଛି କେତେ 5 ସେଣ୍ଟିମିଟର ସେମିତି ବି ଗୋଟେ ବସ୍ତୁ ଅଛି ତାର ଫୋକସର ଦୂରତା ଦେଇଦେଇଛି କେତେ ସେଣ୍ଟିମିଟର 50 ସେଣ୍ଟିମିଟର ବୁଝିପାରୁଛ ତ 50 ସେଣ୍ଟିମିଟର ସେ କହୁଛି ଉକ୍ତ ଲେନ୍ସ ମଧ୍ୟରୁ କାହାର ପାୱାର ଅଧିକ ଆଙ୍କ ଦ୍ୱାରା ପାୱାର ବାହାର କରିବ ଦେଖ କେମିତି ବାହାରୁଛି P ଇଜିକାଲ ଟୁ 1/f କଣ ମିଟରରେ ରହିବ ବୁଝୁଛୁ ନା ନାଇଁ ତାହେଲେ 1/5/100 100ଟା ଉପରକୁ ଯିବ ହେରି 100/5 କାଟିଲେ କେତେ ହେଲା 20 20 ତୋର ପ୍ରଥମ ବସ୍ତୁର ପାୱାର କେତେ ବାହାରିଲା 20 ସେମିତି ସେକେଣ୍ଡ ବସ୍ତୁର ପାୱାର ବାହାର କରିବ ସେମିତି କେମିତି ବାହାରିବ P ଇଜିକାଲ ଟୁ 1/50/1/50 କେତେ 100 ଦେନ୍ ତାପରେ 100ଟା କଣ ହବ ଉପରକୁ ଯିବ 100/50 ବାହାରେ କେତେ 2 କେତେ 2D ମାନେ 2 ଡାଇପ୍ଟର ତ ଗୋଟେ ବାହାରିଲା 20 ଡାଇପ୍ଟର ଆଉ ଗୋଟେ ବାହାରିଲା 2 ଡାଇପ୍ଟର ତ ଲେଖିଦେବ କଣ ଗୋଟେ ହଉଛି 20 ଡାଇପ୍ଟର ଆଉ ଗୋଟେ ହଉଛି 2 ଡାଇପ୍ଟର ହେଲା ବୁଝିଲ ତ ଭଲ କି ବୁଝ ତାପରେ କହି ଦେଖ ଗୋଟିଏ ଅବତଳ ଦର୍ପଣ ଠାରୁ 20 ସେଣ୍ଟିମିଟର ଦୂରତାରେ ଏକ ବସ୍ତୁର 2 ଗୁଣ ଉଚ୍ଚତା ବିଶିଷ୍ଟ ଏକ ବାସ୍ତବ ପ୍ରତିବିମ୍ବ ଗଠିତ ହେଲେ ଦର୍ପଣ ଠାରୁ ବସ୍ତୁର ଦୂରତା କେତେ ହେବ ତମେ କଳ୍ପନା ମାନେ ବାହାର କର ଦର୍ପଣ ଠାରୁ ବସ୍ତୁର ଦୂରତା କେତେ ହେବ ଦେଖ ଏଟାକୁ ତମକୁ ଏପଟେ ପେଜରେ ଲକ୍ଷ୍ୟ କରୁଛି ମାନେ ଗୋଟେ ପେଜରେ ହଉନି ଠିକ ସେ ଏ ଲକ୍ଷ୍ୟ କରୁଛି ସେ କଣ ଦେଲା ନା ଭି ଦେଇଦେଇଛି ଭି କେତେ ଦେଇଛି ନା 5 ସେଣ୍ଟିମିଟର ଭି କେତେ ଦେଇଛି 5 ଦେଇଦେଇଛି 5 ସେଣ୍ଟିମିଟର ତ ଭିଟା ଏଠି କଣ ହବ ମାଇନସ ଯିବ କଣ ପାଇଁ ନା ଏଇଟା ପ୍ରତିବିମ୍ବଟା ବାମ ପଟେ ସୃଷ୍ଟି ହଉଛି ତ ମାଇନସ ଦେନ୍ ତାପରେ କଣ କହୁଛି ନା ଏମ ଦେଇଦେଇଛି ଏମ କେତେ ଦେଇଦେଇଥିଲା -2 ଦେଇଦେଇଛି କଣ ପାଇଁ ନା ଏଇଟା ଓଲ୍ଡ କଣ ହଉଛି ବାସ୍ତବ ଓଲଟା ହଉଛି ତ -2 ତାପରେ କଣ ପଚାରିଛି ତମକୁ ନା ବସ୍ତୁର ଦୂରତା ବସ୍ତୁ ମାନେ ୟୁ ବାହାର କରିବ ତାପରେ ଆମେ ସୂତ୍ର ପକେଇବା ଏମ ଇଜିକାଲ କେତେ ପକେଇବା ଏମ ଇଜିକାଲ ଟୁ ମାଇନସ ଭି ବାଇ ୟୁ କାରଣ ଦର୍ପଣ ମାଇନସ ଭି ଏମ ଦେଲେ କେତେ -2 ମାଇନସ ଅପନ -5 ବାଇ କେତେ ୟୁ ଦେନ୍ ୟୁ ଟା କେତେ ହେଇଯିବ ୟୁ ଇଜିକାଲ ଟୁ କେତେ ହବ -10 ୟୁଟା ସଦାବେଳେ ଜାଣିଛ ମାଇନସ ହବ ତାହେଲେ ଏଠି ୟୁ କେତେ ୟୁ ହଉଛି 10 ସେଣ୍ଟିମିଟର ଆନ୍ସର କଣ ହବ ଆନ୍ସର ହବ କେତେ 10 ସେଣ୍ଟିମିଟର ବୁଝିପାରିଲ ତ ଆନ୍ସର ହଉଛି 10 ସେଣ୍ଟିମିଟର ତାପରେ କହିଛି କେଉଁ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଆଲୋକକୁ ଏକ ତରଙ୍ଗ ବୋଲି କଳ୍ପନା କରାଗଲା ତ ଦେଖ ଏହାର ଆନ୍ସର ହବ ବିକିରଣ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଆମର କଣ ଆଲୋକକୁ ଗୋଟେ କଣ କୁହାଯାଏ ତରଙ୍ଗ କୁହାଯାଏ ଆଲୋକ ଏକ ତରଙ୍ଗ ଓ ଏକ ରଶ୍ମି ହେଲା ତାପରେ ନିମ୍ନଙ୍କ ମଧ୍ୟରୁ କେଉଁଟି ସତ୍ୟ କୋଉଠି ସତ୍ୟ ଦେଖ ମାନେ ଆମର କୋଉ ଦର୍ପଣରେ କଣ ପ୍ରତିବିମ୍ବ ସୃଷ୍ଟି ହଉଛି ସେଇଟା ସେ ପଚାରିଛି ଦେଖ ତାଙ୍କ ଯୋଉ ସତ୍ୟ କଣ ହବ ନା ସଦାବେଳେ ଦେଖିବ ଆମର ଉତ୍ତଳ ଦର୍ପଣ ହଁ ଉତ୍ତଳ ଦର୍ପଣରେ ସଦାବେଳେ ଆମର ଉତ୍ତଳ ଦର୍ପଣରେ ସଦାବେଳେ କଣ ହବ ପ୍ରତିବିମ୍ବ ବାସ୍ତବ ହବ ଆଉ ସଳଖ ହବ ହେଲା ଉତ୍ତଳ ଦର୍ପଣରେ ସଦାବେଳେ କଣ ହବ ପ୍ରତିବିମ୍ବ ଆମର ଉତ୍ତର ଦର୍ପଣ ବାସ୍ତବ ସଳଖ ହବନି ବାସ୍ତବ ହେଲେ ଏପଟେ ହେଇଯିବ ଆମର ଉତ୍ତର ଦର୍ପଣ ପ୍ରତିବିମ୍ବ ସଦାବେଳେ ଆଭାସୀ ଓ ସଳଖ ହେଲା ଏଇଟା ମନେ ରଖିବ ଉତ୍ତର ଦର୍ପଣରେ ସଦାବେଳେ ପ୍ରତିବିମ୍ବ ହବ କଣ ଆଭାସୀ ଆଉ ସଳଖ ବୁଝିଲ ତ ଉତ୍ତର ଦର୍ପଣରେ ସଦାବେଳେ ପ୍ରତିବିମ୍ବ କଣ ହବ ଆଭାସୀ ଆଉ ସଳଖ ଉତ୍ତର ଦର୍ପଣରେ ପ୍ରତିବିମ୍ବ ସଦାବେଳେ କଣ ହବ ଏଇପଟେ ହେଲା ଏଇପଟେ ଯେତେବେଳେ ପ୍ରତିବିମ୍ବ ସବୁ ସୃଷ୍ଟି ହବ ତାକୁ କଣ କହିବା ଆଭାସୀ ଆଉ ସଳଖ ବୁଝିଲ ତ ଏଇପଟେ ଦର୍ପଣ ଯେତେବେଳେ ପ୍ରତିବିମ୍ବ ସବୁ ସୃଷ୍ଟି ହବ କଣ ହବ ଆଭାସୀ ଆଉ ସଳଖ ତାପରେ କୋଶ୍ଚିନ୍ ବାୟୁରେ ଥିବା ସ୍ୱଚ୍ଛ କାଚ ପ୍ରିଜିମ ଦ୍ୱାରା ଧଳା ଆଲୋକ ପକ୍ଷୀନୟନ ଯୋଗୁଁ ସ୍ୱଚ୍ଛ ବନରେ କେଉଁ ରଙ୍ଗର ଆଲୋକ ପାଇଁ ଉକ୍ତ
କାଚର ପଥର ସବୁଥିରେ ସର୍ବାଧିକ। ତ ମୁଁ କହିଥିଲି ସଦାବେଳେ VIBGYR VIBGYO R ହଉଛି ରେଡ୍। ସଦାବେଳେ ଲାଲ ରଙ୍ଗ ରହୁଛି ଆମର ଆଲୋକର ପ୍ରତିସରାଙ୍କ ସବୁଠୁ ସର୍ବାଧିକ। ନେକ୍ସଟ କ୍ୱେଶ୍ଚିନ୍, ଏକ ଉତ୍ତଳ ଲେନ୍ସର ଅନନ୍ତ ଦୂରରେ ଥିବା ଗୋଟେ ବସ୍ତୁର ପ୍ରତିବିମ୍ବ ଆକୃତି କେମିତି ହବ? ଗୋଟେ ଉତ୍ତଳ ଲେନ୍ସ କହିଲା। ଉତ୍ତଳ ଲେନ୍ସକୁ ଯିବ, ବସ୍ତୁ କୋଉଠି ଅଛି? ଅନନ୍ତ ଦୂରରେ ଅଛି। ଏଟା ହଉଛି ବସ୍ତୁ, ଅନନ୍ତ ଦୂରରେ ଅଛି। ତାର ଏଇଟା ହଉଛି P ତମର, ଏଇଟା ହଉଛି F2, ଏଇଟା ହଉଛି 2F2। ଯେତେବେଳେ ଆମର ଅନନ୍ତ ଦୂରରୁ ଦିଟା ରଶ୍ମି ଆସୁଛି, ସେଇଟା କୋଉଠି ପଡୁଛି? F1 ରେ ସେଦିତ ହଉଛି। F1 ଦେଇକି ଯାଉଛି, କୋଉଠି ଯାଉଛି? F1 ଦେଇକି ଯାଉଛି। ତ F1 କେମିତି ଦେଖାଯାଉଛି ବସ୍ତୁଟି? ନା ବିନ୍ଦୁ ସଦୃଶ ଦେଖାଯାଉଛି। ଆଉ କଣ ଦେଖାଯାଉଛି? ନା ଆମର ସଳଖ ଦେଖାଯାଉଛି। ଆଉ କଣ ଦେଖାଯାଉଛି? ନା ଦେଖ, ବିନ୍ଦୁଟା ସଦାବେଳେ କଣ ହଉଛି? ନା ଅନନ୍ତ କ୍ଷୁଦ୍ର ବିନ୍ଦୁ ସମ, ତାପରେ ଆମର କଣ ହଉଛି? ଏଇଟା ଆମର ହେଲା ବାସ୍ତବ କ୍ଷୁଦ୍ର ବିନ୍ଦୁ ସମ ଆଉ ଓଲଟା ହଉଛି। ବୁଝିଲା ତ? ଆଭାସୀ ହେଲେ ସଳଖ, ବାସ୍ତବ ହେଲେ ଓଲଟା। ନେକ୍ସଟ କ୍ୱେଶ୍ଚନ ଲକ୍ଷ୍ୟ କର। ଗୋଟିଏ ଅବତଳ ଲେନ୍ସର ସହ ଗୋଟିଏ ଅବତଳ ଲେନ୍ସ ସହ 25 ସେଣ୍ଟିମିଟର ଫୋକସ ଦୂରତା ବିଶିଷ୍ଟ ଉତ୍ତର ଲେନ୍ସରେ ମିଳିତ ଫୋକସ ଦୂରତା 50 ସେଣ୍ଟିମିଟର ହେଲେ ଅବତଳ ଲେନ୍ସର ପାୱାର କେତେ? କଣ କହିଦେଲା ଲକ୍ଷ୍ୟ କର। ଆମକୁ ଦେଲା, ସେ କହିଛି ଆମେ ଜାଣିଛେ P = P1 ପ୍ଲସ୍ P2। ଦେନ୍ ଫାଷ୍ଟ ଦେଇଦେଇଛି 1/50। ବୁଝୁଛୁ ନା ନାଇଁ? ଏଇଟା ମିଟର ପ୍ରକାଶ କରିବ, ସେଣ୍ଟିମିଟର ଥିଲା, ଆକୁ ମିଟର ପ୍ରକାଶ କଲେ କେତେ ହବ? 50/100। ଦେନ୍ ଇଜିକାଲ ଟୁ କେତେ? 1/P1 ପ୍ଲସ୍ 1/25/100। ଏଟା ଗୋଲଟେଲେ କେତେ ହେଇଯିବ? କାଟିଦେଲେ 2। 2 = P1 ପ୍ଲସ୍, ଦେଖ 25/100 ଅଛି, ଏଟା ଉଲ୍ଟି କଲେ କେତେ? 100/25। 100/25 କଲେ କେତେ? 4। ଦେନ୍ P1 = କେତେ ହବ? 2 - 4। 2 ରୁ 4 ଗଲେ କେତେ? -2 = P1। ତାହେଲେ P1 କେତେ ବାହାରିଲା? -2D। P1 କେତେ ହେଲା? -2D। ଏକର ଆନ୍ସର କଣ ଦେଇଛି? -2D। ଯଦି ଭିଡ଼ିଓଟି ତମକୁ ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଆଉ ଭିଡ଼ିଓକୁ ଅତି ମାତ୍ରାରେ ସେୟାର କରିବ, ସାଙ୍ଗମାନଙ୍କୁ ପଠାଇ ଦିଅ। ଆଉ ପଢ଼ାପଢ଼ି ଠିକ୍ ସେ ଜାରି ରଖ, ଯେମିତି ତମ ହାପ୍ ଇୟର୍ଲି ପରୀକ୍ଷାରେ ଭଲ ମାର୍କ ଆସିବାର ସମ୍ଭାବନା ବଢ଼ିବ। ରହୁଛି, ଧନ୍ୟବାଦ।